ଆଜିର ଦିନଟା ମୋର ପାର୍ସଲ ପାଖରୁ ଷ୍ଟାର୍ଟ ହେଇଛି ମାନେ ସକାଳୁ ଯାଇକି ତଳକୁ ଯାଇକି ପାର୍ସଲ ନେଇକି ଆସିଲି। ବହୁତ କଷ୍ଟ 4 ତାଲା ତଳକୁ ଯିବା ପାଇଁ ତ ଫିର ବି ଖୁସି ଟିକେ ଥାଏ। ହ୍ୟାଲୋ 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 ଏଭ୍ରିୱାନ୍ ନମସ୍କାର ଜୟ ଜଗନ୍ନାଥ। ମୁଁ ପୂର୍ଣ୍ଣିମା ମୁଁ ମୋ ସ୍ୱାମୀଙ୍କ ସହିତ ବାଙ୍ଗାଲୋରରେ ରହୁଛି। ତ ଆଜି ଆପଣମାନଙ୍କୁ ମୋର ଗୋଟେ ଫ୍ରେଶ୍ ବାଲା ମିନି ବ୍ଲଗ୍ରେ ସ୍ୱାଗତ ଜଣାଉଛି। ଯେହେତୁ ଆଜି ଥିଲା ସୋମବାର ଦିନର ଭିଡ଼ିଓଟା ତ ମୁଁ ଏଇଟା ହେଉଛି ଖାଉଥିଲି ମାନେ ସାଧା ତ ଖାଇବି ସବୁବେଳେ ତ ସାଧା ଖାଉଛି। ଆଉ ଏଇଠି କାକୁଡ଼ିଟା ଅଧିକ ଥଣ୍ଡା ଥିଲା ବୋଲି ଟିକେ ଖାଇକି ରଖିଦେଲି। ତାପରେ କାଙ୍କଡ଼ ଭଜା ଖାଇଲି। ଆଉ କାଙ୍କଡ଼ ଭଜାଟା ମାନେ କାଙ୍କଡ଼ଟା ଦେହ ପାଇଁ ବହୁତ ଭଲ। ତ ଖାଇସାରିଲା ପରେ ଆଉ କିଛି ଦିନର ଭିଡ଼ିଓ କରିନଥିଲି ମାନେ ପୁରା ରାତିରେ ଏଇଟା ମୁଁ କରିଥିଲି ଖିଚୁଡ଼ି କରିଥିଲି ଖାଇବା ପାଇଁ। ତାପରେ ପଳେଇ ଆସିକି ସବୁ କପଡ଼ା ମାନେ ଭାଙ୍ଗିକି ରଖିଥିଲି ମାନେ କବାଟରେ ରଖିବା ପାଇଁ। ଆଉ ମୋତେ ତ ଏଇ ଭାଙ୍ଗିକି ତ ରଖିବା ପାଇଁ କପଡ଼ା ଶୁଖେଇଲା ପରେ ବହୁତ କଷ୍ଟ। ତ ସେସବୁ କାମ ସାରିଲା ପରେ ମୁଁ ଆଣିକି ଏଠି ଖିଚୁଡ଼ି ଖାଇ ଦେଇଥିଲି ଯେହେତୁ ଭୋକ ଲାଗିଥିଲା ଜୋରସେ। ଆପଣମାନଙ୍କୁ ମୋ ଭିଡ଼ିଓ କେମିତି ଲାଗୁଛି କମେଣ୍ଟ କରି ଜଣେଇବେ। ଆପଣମାନେ କିଛି କହୁନାହାନ୍ତି କହିବେ ନା ଆଉ ମୁଁ ଆଗକୁ କେମିତି କ'ଣ ଭିଡ଼ିଓ ବନେଇବି। ହଉ ଛାଡ଼ନ୍ତୁ ସେସବୁ କଥା। ତାପରେ ମୁଁ ଆସିକି ଏଠି ଟିକେ ଛିଡ଼ା ହେଇଥିଲି। ବହୁତ ରାତି ହେଇଗଲାଣି ପାଖାପାଖି 11:30 ତ ଭଲ ଲାଗୁଥିଲା ଟିକେ ଛିଡ଼ା ହେଇଥିଲି। ତାପରେ ମୁଁ ଆଉ କିଛି ଭିଡ଼ିଓ କରିନଥିଲି। ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗୁଛି ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ରହିଲି ଦେଖା ହବ ନେକ୍ସଟ ଭିଡ଼ିଓରେ।